ସ୍ତ୍ରୀ ଲୋକମାନଙ୍କର ଗୋଟେ ବୟସ ପରେ ମାସିକିଆ ଋତୁସ୍ରାବ ବନ୍ଦ ହେଇଯାଏ। ତାଙ୍କ ଦେହରେ ଇଷ୍ଟ୍ରୋଜେନ୍ ଲେବୁଲ୍ କମିଯାଏ, ଯାହାଫଳରେ ହାଡ଼ ନରମ ହୁଏ, ବ୍ଲଡ଼ ପ୍ରେସର ବଢ଼େ, ମୁଡ୍ ସୁଇଙ୍ଗ ହୁଏ, ବହୁତ ଗୁଡ଼ାଏ ହେଲ୍ଥ ଇସ୍ୟୁ ବାହାରେ। ଯଦି ଆପଣମାନେ ବିଟ୍ରୁଟ୍ ଜୁସ୍କୁ ପିଉଛନ୍ତି, ସ୍ତ୍ରୀ ଲୋକମାନେ ପେରିମେନୋପଜାଲ କିମ୍ବା ପୋଷ୍ଟ ମେନୋପଜାଲ ସ୍ତ୍ରୀ ଲୋକମାନେ ପିଉଛନ୍ତି, ତାହେଲେ ବିଟ୍ରୁଟ୍ ଜୁସ୍ରେ ଯେଉଁ ମିନେରାଲ୍ସ ଅଛି ସେଟା ଆପଣଙ୍କ ହାଡ଼କୁ ଷ୍ଟ୍ରଙ୍ଗ କରିବାରେ ହେଲ୍ପ କରିବ। ସେଥିରେ ଯେଉଁ ନାଇଟ୍ରେଟ୍ ଅଛି ସେଇଟା ଆପଣଙ୍କ ବ୍ଲଡ଼ ଭେସେଲକୁ ଡାଇଲେଟ୍ କରିବ, ବ୍ଲଡ଼ ପ୍ରେସର ବଢ଼ିବ ନାହିଁ। ଏବଂ ସେଥିରେ ଗୋଟେ ଫାଇଟୋଷ୍ଟିରୋଜେନ୍ ବୋଲି ଗୋଟେ କମ୍ପାଉଣ୍ଡ ଅଛି ଯେଉଁଟା ଆପଣଙ୍କର ଇଷ୍ଟ୍ରୋଜେନ୍ ଲେବୁଲକୁ ମେଣ୍ଟେନ୍ କରିବାରେ ହେଲ୍ପ କରିବ। ସେଇଟା ଇଷ୍ଟ୍ରୋଜେନ୍ ଟାଇପ୍ର କି କାମ କରିବ। ଫୋଲେଟ୍ ଆପଣଙ୍କର ମୁଡ୍ ଠିକ୍ କରିବ, ଡିପ୍ରେସନକୁ ଯିବା ପାଇଁ ଦେବ ନାହିଁ। ଆପଣମାନେ ସେଥିପାଇଁ ବିଟ୍ରୁଟ୍ ଜୁସ୍ ପିଅନ୍ତୁ। ଥ୍ୟାଙ୍କ ୟୁ।